ଏମିତି କ'ଣ ହେଲା କି ମୋତେ କଲେଜରୁ 3 କିଲୋମିଟର ଚାଲିକି ଆସିବାକୁ ପଡ଼ିଲା। ହାଏ ସାଙ୍ଗମାନେ, ତ ଆଜି ସକାଳୁ ଉଠିକି 7ଟା ହେଇଯାଇଥିଲା, ସେଥିପାଇଁ ମୁଁ ଫ୍ରେଶ୍ ହେବାକୁ ପଳେଇ ଆସିଥିଲି। ଫ୍ରେଶ୍ ହେଇସାରିଲା ପରେ ମୁଁ ମୋର ଆସାଇନମେଣ୍ଟ କଲି, କାରଣ ମୋତେ କଲେଜ ଯିବାର ଅଛି ଆଜି। ଗାଧୋଇ ପାଧୋଇ ରେଡ଼ି ହେଇଗଲି କଲେଜ ପାଇଁ। ଆଉ କଲେଜ ୟୁନିଫର୍ମରେ କେମିତି ଦେଖାଯାଉଛି ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ସେତିକି ଭିତରେ ମୁଁ ମୋ ସାଙ୍ଗକୁ କଲ୍ କରିଦେଇଥିଲି, ସିଏ ତା ଗାଡ଼ି ନେଇକି ପଳେଇଲା ଆଉ ଆମେ ଚାଲିଲୁ କଲେଜ। ଆଜି ନା ପିଲାମାନେ ବି ନ ଆସିଥିବାରୁ କ୍ଲାସ୍ ବି ଏତେବେଳେ ହେଲାନି। ତ ଆଜି କ୍ଲାସ୍ ନ ହେବାରୁ ମୋ ସାଙ୍ଗ ତା ଘରକୁ ପଳେଇଲା ତା ଗାଡ଼ି ନେଇକି। ଆଉ ମୁଁ ରହିଯାଇଥିଲି ଛୁଟି ପର୍ଯ୍ୟନ୍ତ, ତ ସେଥିପାଇଁ ଚାଲି ଚାଲିକି ଆସିଲି। ଘରକୁ ଆସିକି ଫ୍ରେଶ୍ ହେଇଗଲି ଆଉ ମମିକୁ କହିଲି ଟିକେ ପକୋଡ଼ା ବନା, ଆଜି ବହୁତ ଖାଇବାକୁ ଇଚ୍ଛା ହେଉଛି। ମମି ନା ସାଙ୍ଗେ ସାଙ୍ଗେ ଯାଇ ପକୋଡ଼ା ବନେଇଦେଲା। ପକୋଡ଼ା ଟେଷ୍ଟ କଲି ଆଉ ପକୋଡ଼ାର ଟେଷ୍ଟ ପୁରା ଏଭରେଷ୍ଟ ଥିଲା। ପକୋଡ଼ା ଖାଇସାରିଲା ପରେ ବସିଗଲି ଆସାଇନମେଣ୍ଟ କରିବା ପାଇଁ, କାରଣ କଲେଜରେ ବହୁତ ଆଜି ଆସାଇନମେଣ୍ଟ ଦେଇଥିଲେ। ଆସାଇନମେଣ୍ଟ କରିସାରିଲା ପରେ ମମି ଚିକେନ୍ ଆଉ ଭାତ କରିଦେଇଥିଲା। ଚିକେନ୍ ତରକାରୀ ଆଉ ଭାତର ଟେଷ୍ଟଟା ପୁରା ଏଭରେଜ ଥିଲା, ସେମିତି ବି କିଛି ଖାସ୍ ନଥିଲା। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ବହୁତ ଭଲ ଲାଗିଥିବ, ଆଉ ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରିବାକୁ ଭୁଲିବେନି। ରହିଲି, ଜୟ ଜଗନ୍ନାଥ।